ଯେଉଁ ଆଶାୟୀ ପ୍ରାର୍ଥୀମାନେ 2024ରେ OTT ଏକ୍ଜାମ୍ ଦେଇଥିଲେ କିନ୍ତୁ ସେମାନଙ୍କୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ତୁମମାନେ ବି ଜାଣିଥିବ 90,000ରୁ ଅଧିକ ପିଲା ଏଥର କ୍ୱାଲିଫାଇ କରିପାରୁନଥିଲେ ବା ପାସ୍ ହେଇପାରୁନଥିଲେ OTT ଏକ୍ଜାମ୍ରେ ଏବଂ ବହୁତ ସେଥିରେ ପ୍ରୋବ୍ଲେମ୍ ଥିଲା, ଯେପରିକି ପରୀକ୍ଷା ସମୟରେ ଏକ୍ଜାମ୍ ସେଣ୍ଟରରେ ପ୍ରୋବ୍ଲେମ୍ ହେଉ କିମ୍ବା ପରୀକ୍ଷା ଆଗରୁ ପରୀକ୍ଷା ପେପର୍ ଲିକ୍ ହେଉ କିମ୍ବା ଗ୍ରେସ୍ ମାର୍କକୁ ନେଇକି ବୋର୍ଡ଼ର ଯେଉଁ ପ୍ରକାର ବ୍ୟବହାର ବା ଆଟିଟ୍ୟୁଡ଼୍ ଥିଲା ତାହା ବହୁତ ଭାବରେ ପିଲାମାନଙ୍କୁ ପ୍ରଭାବିତ କରିଛି। କିନ୍ତୁ ଯେଉଁମାନେ କ୍ୱାଲିଫାଇ କରୁନାହାନ୍ତି ସେମାନଙ୍କ ପାଇଁ ବହୁତ ଗୁଡ଼ିଏ ଖୁସି ଖବର ଅଛି ଯେ ତୁମର ଖୁବ୍ ଶୀଘ୍ର ପୁଣି ଥରେ OTT ଏକ୍ଜାମ୍ ହେବା ପାଇଁ ଯାଉଛି, ଯାହାକି ବୋର୍ଡ଼ ତରଫରୁ ସୂଚନା ଦିଆଯାଇଛି। ଯେହେତୁ ଏବେ ତୁମର ଜାନୁଆରୀ 17ରେ ତୁମର OTT ଏକ୍ଜାମ୍ ଅଛି ଏବଂ OTT ଏକ୍ଜାମ୍ ପରେ ହିଁ ତୁମର କ'ଣ ହେବ OTT ଏକ୍ଜାମ୍ ତୁମର ଫେବୃଆରୀ ମାସରେ ନୋଟିଫିକେସନ୍ ଆସିବ ଏବଂ ଯାହାକୁ ତୁମର ମାର୍ଚ୍ଚ ମାସ ସୁଦ୍ଧା କ'ଣ କରାଯାଇଛି, ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ତୁମର OTT ଏକ୍ଜାମ୍ଟିକୁ କଣ୍ଡକ୍ଟ କରିବା ପାଇଁ ପ୍ଲାନିଂ କରାଯାଇଛି ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ। ତେଣୁ ଯେଉଁମାନେ ବି ପାସ୍ ହେଇନଥିଲେ 2024 OTT ବା ଓଡ଼ିଶା ଟିଚର୍ ଏଲିଜିବୁଲ୍ ଟେଷ୍ଟରେ, ସେମାନେ କୌଣସି ପ୍ରକାର ମନ ଦୁଃଖ କରିବାର ନାହିଁ, ନିଜର ପ୍ରିପାରେସନ୍ ଜାରି ରଖନ୍ତୁ ଏବଂ ଏବେ ବି ଯେଉଁମାନେ OTT ଏକ୍ଜାମ୍ ଦେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ସମସ୍ତଙ୍କୁ ମୋ ତରଫରୁ ବେଷ୍ଟ ଅଫ୍ ଲକ୍। କିନ୍ତୁ ଆଗାମୀ ଯେଉଁ ପରୀକ୍ଷା ଆସିବ ତୁମର OTT ଏକ୍ଜାମ୍ ତା ପାଇଁ ଏବେଠୁ ହିଁ ପ୍ରିପାରେସନ୍ ଜାରି ରଖନ୍ତୁ, ଯଦ୍ୱାରା କି ଆପଣ ଠିକ୍ ସମୟରେ କ୍ୱାଲିଫାଇ କରିପାରିବେ। ତା ସହିତ ହେଉଛି କ'ଣ, ଯଦି ଆପଣ OTT ଏକ୍ଜାମ୍ ଦେଇଛନ୍ତି ତା ରିଲେଟେଡ଼୍ ସମସ୍ତ ଖବର ମଧ୍ୟ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମିଳିଯିବ। କେବେ ଯେଉଁଦିନ ତୁମର ଆଡ଼ମିଟ୍ କାର୍ଡ଼ ଆସିବ ସେଦିନ ମୁଁ ଆପଣମାନଙ୍କୁ ଅପଡ଼େଟ୍ କରିଦେବି ସର୍ବପ୍ରଥମେ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ୱାରା। ତେଣୁ ନିହାତି ଆମ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ।